ବୈରିମାଳ ଗ୍ରାମରେ ଗଣ୍ଡଗୋଳ ଯୁବକ ଗୁରୁତର ଥାନାର ଅଭିଯୋଗ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବୈରିମାଳ ଗ୍ରାମରେ ଗଣ୍ଡଗୋଳ ଯୁବକ ଗୁରୁତର ଥାନାର ଅଭିଯୋଗ। ସୂଚନା ମୁତାବକ ବୈରିମାଳ ଗ୍ରାମରେ ବ୍ୟକ୍ତିଗତ ସମସ୍ୟାକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ଗଣ୍ଡଗୋଳରେ ସ୍ଥାନୀୟ ବାସିନ୍ଦା ଯୁବକ ଉମାକାନ୍ତ ସ୍ୱାଇଁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ସେ ଗୁରୁତର ହୋଇଥିଲେ। ଏନେଇ ଉମାକାନ୍ତ ସ୍ୱାଇଁ ସୁକିନ୍ଦା ଥାନା ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ପରେ ସୁକିନ୍ଦା ପୋଲିସ ଉମାକାନ୍ତ ସ୍ୱାଇଁଙ୍କୁ ନେଇ ଗୁରୁବାର ରାତି 8 ଘଟିକା ସମୟରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ପ୍ରାଥମିକ ଚିକିତ୍ସା କରାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଉମାକାନ୍ତ ସ୍ୱାଇଁ ଘର ବୈରିମାଳ। କିଏ ଏମିତି ତମକୁ ବ୍ୟବସ୍ଥା କରିଛି? ଅଜୟ ଜେନାଙ୍କ ପୁଅ ପିଣ୍ଟୁ ଜେନା, ଯିଏ ମଦ ଖାଇକିରି ଆସିକି ଡେଲି 7-8 ଦିନ ହେଲାଣି ଶୋଧୁଛି ଆମ ସ୍ତ୍ରୀ ଲୋକଙ୍କୁ। ଆଜି ମୁଁ ଥିଲି ଘରେ ସନ୍ଧ୍ୟାବେଳେ ଆସିକି ଶୋଧିବାରୁ ମୁଁ ତାକୁ ଅଟକେଇଲି। ମୁଁ କହିଲି କାହିଁ ଶୋଧାଶୋଧି କରୁଛୁ, ଏଟା ତ ସର୍ବସ୍ୱ ରାସ୍ତା, ସମସ୍ତେ ଏଥିରେ ଚାଲିବେ। ଜେନାର କେତେବେଳେ ଘଟଣା ସବୁ? ଏଇ ସନ୍ଧ୍ୟାବେଳେ। ଆଚ୍ଛା, ହଉ। ଥାନାର ଅଭିଯୋଗ କରୁଛନ୍ତି? ଆଜ୍ଞା।